শরণাগতনাথং পরিত্রাণং পরায়ণে সর্বসাতে করে দেবী মা শারদে দেবী নমস্তুতে। জয় মা শারদা। আজিକାର ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ମୋର ଇଏ ପରିଚୟ ଉପରେ ଜାଣି ରଖିଥାନ୍ତୁ। ମୁଁ ହେଉଛି ଜଣେ ସାଧାରଣ ଫିଲୋସୋଫର ପ୍ରବଚକ ଇଏ ସୁରେଶ ମାହାଳି। କେବଳ ଏ ସମାଜର ମଙ୍ଗଳ ପାଇଁ ଆମେ ଏ ନୀତିବାଣୀକୁ ଇଏ ସେୟାର କରୁଛୁ। ଆପଣମାନଙ୍କୁ ଯଦି ଏ ନୀତିବାଣୀ ଭଲ ଲାଗୁଥିବ ଆପଣମାନେ ଗୋଟେ ଲାଇକ୍ କରି ସବସ୍କ୍ରାଇବ୍ କରିଦିଅନ୍ତୁ। ଅନ୍ୟମାନଙ୍କୁ ସେୟାର କଲେ ଏ ସମାଜର ଇଏ ମଙ୍ଗଳ ହେବ। ଆସନ୍ତୁ ନୀତିବାଣୀ ଆରମ୍ଭ କରିବା ପୂର୍ବରୁ ସୁନ୍ଦର କଥା। ମା ମାନେ ବିବାହର ସରିବା ପରେ ଶଙ୍ଖା ସିନ୍ଦୁର ହେଉଛି ସେମାନଙ୍କର ଇଏ ସୌନ୍ଦର୍ଯ୍ୟ। ଯେତେବେଳେ ମା ମାନେ ସିନ୍ଦୁର ପିନ୍ଧୁଛନ୍ତି ମନେ ରଖିଥାନ୍ତୁ, ସ୍ନାନ କରିସାରିବା ପରେ ମସ୍ତକରେ ସିନ୍ଦୁର ପିନ୍ଧିଲେ ସୁଖଦାୟକ ଏବଂ ଶୁଭ ମଙ୍ଗଳ ହୁଏ। ଦ୍ୱିତୀୟ କଥା ହେଉଛି 7 ଦିନରେ ଥରେ ଯଦି ସ୍ୱାମୀଙ୍କ ହସ୍ତରୁ ଆପଣମାନେ ସିନ୍ଦୁର ଥରେ ପିନ୍ଧିବେ ସ୍ୱାମୀର ଆୟୁଷ ଇଏ ବୃଦ୍ଧି ହୁଏ। ତୃତୀୟ କଥା ହେଉଛି ସିନ୍ଦୁର ଯେତେବେଳେ ପିନ୍ଧିବେ ସିନ୍ଥିରେ ଲମ୍ବା ସିନ୍ଦୁର ଯଦି ପିନ୍ଧନ୍ତି ସ୍ୱାମୀର ଆୟୁଷ ଅଧିକ ବୃଦ୍ଧି ହେବାରେ ଲାଗେ। ଅନେକ ମା ମାନେ ଅଛନ୍ତି ସିନ୍ଥିରେ ଅଳ୍ପ ଟିକେ ସିନ୍ଦୁର ଇଏ ପିନ୍ଧନ୍ତି ଏବଂ ଲୁକାୟିତ ବି ସେ ସିନ୍ଦୁର ରହିଯାଏ। ଏହି ଭୁଲକୁ କେତେବେଳେ ଇଏ କରନ୍ତୁନି। ସିନ୍ଦୁର ଇଏ ପିନ୍ଧିଲା ବେଳେ ସିନ୍ଥିରେ ଲମ୍ବା ସିନ୍ଦୁର ଯେତେ ପିନ୍ଧିବେ ସ୍ୱାମୀର ଆୟୁଷ ସେତିକି ଇଏ ବୃଦ୍ଧି ହୁଏ। ତାପର କଥା ହେଉଛି ନାକ ସିଧାରେ ମା ମାନେ ସଦାବେଳେ ସିନ୍ଦୁର ପିନ୍ଧନ୍ତି ଏବଂ ସିନ୍ଥି ସଦାବେଳେ ନାକ ସିଧାରେ ରଖନ୍ତୁ। ଅନେକ ମା ମାନେ ଅଛନ୍ତି ସାଇଟରେ ସିନ୍ଦୁର ପିନ୍ଧନ୍ତି, ବାମ ସାଇଟ ହେଉ ବା ଡାହାଣ ସାଇଟ ହେଉ ସିନ୍ଦୁର ପିନ୍ଧନ୍ତି, କିନ୍ତୁ ସବୁଠାରୁ ସୁନ୍ଦର ହେଉଛି ନାକ ସିଧାରେ ସିନ୍ଦୁର ଏବଂ ସିନ୍ଥି ଯଦି ଥିବ ସେଠି ଯଦି ସିନ୍ଦୁର ପିନ୍ଧିବେ ଆପଣମାନଙ୍କର ଶୁଭ ମଙ୍ଗଳଦାୟକ ହେବ ଏବଂ ସ୍ୱାମୀର ଆୟୁଷ ବୃଦ୍ଧି ହେବ ଏବଂ ନିଜର ମଧ୍ୟ ବି ଆୟୁଷ ବୃଦ୍ଧି ହୁଏ ଏବଂ ସଦାବେଳେ କାନ୍ଧରେ ଲକ୍ଷ୍ମୀ ବାସ କରନ୍ତି। ତାପରେ କଥା ହେଉଛି ସିନ୍ଦୁରକୁ ଆପଣ ଯେଉଁ ସିନ୍ଦୁରକୁ ଇଏ ବ୍ୟବହାର କରୁଛନ୍ତି ଆପଣଙ୍କ ଘରକୁ ଯଦି କୌଣସି ବନ୍ଧୁବାନ୍ଧବ ଆସିଥିବେ ଯଦି ସିନ୍ଦୁର ମାଗନ୍ତି ଆପଣ ଯେଉଁ ସିନ୍ଦୁରକୁ ବ୍ୟବହାର କରୁଛନ୍ତି ପ୍ରତ୍ୟେକ ଦିନ ସେ ସିନ୍ଦୁର ଟିକି ଇଏ କେତେବେଳେ ଦେବେନି। ଅନ୍ୟ ସିନ୍ଦୁର ଦେବେ। ସେ ସିନ୍ଦୁରକୁ ଦେଲେ ଆପଣମାନଙ୍କର ଦିନେ ଇଏ କାଳ ବିଷ ହବ। ତାପର କଥା ହେଉଛି ସିନ୍ଦୁର ଯେତେବେଳେ ମା ମାନେ ଇଏ ପିନ୍ଧୁଛନ୍ତି ପାର୍ବତୀଙ୍କ ନାମକୁ ସ୍ମରଣ କରି ସିନ୍ଦୁର ପିନ୍ଧନ୍ତି। ସିନ୍ଦୁର ଯେତେବେଳେ ପିନ୍ଧିବେ ଇଏ ପାର୍ବତୀଙ୍କର ନାମକୁ ସ୍ମରଣ କରି ସିନ୍ଦୁର ପିନ୍ଧିଲେ ଶୁଭଦାୟକ। ତାପର କଥା ହେଉଛି ସିନ୍ଦୁର ପିନ୍ଧିଲା ବେଳେ ଯଦି ହାତରୁ ଖସି ପଡ଼େ ସେ ସିନ୍ଦୁରକୁ ଗୋଟେଇକି କେତେବେଳେ ଫରୁଆରେ ରଖିବେନି, ଅଶୁଭଦାୟକ। ଶେଷ କଥା ହେଉଛି ସିନ୍ଦୁର ଯେତେବେଳେ ଆପଣମାନେ ପିନ୍ଧିବେ
गोटे तुलसी ये काठीटे आनिबे सेई तुलसी काठीरे जदि आपण माने सिंदूर पिंधती अशेष अशेष शुभदायक हब जाकि ये कथा को अनेक ये माँ माने जानी नाती किंतु आज आमे यही नीतिबाणी रे सूचई देवा चाहूँ सिंदूर पिंधिला बेले तुलसी काठीरे जदि सिंदूर पिंधिबे आपण को घरे धन जन गोप लक्ष्मी बढ़िबो स्वामीर आयुष बढ़िबो एवं सुख समृद्धि अधिक रु अधिक हब यही थला मो नीतिबाणी ये निर्यास कथा ये कथा को जदि आपण माने ग्रहण करिवे आपण को जीवन धन्य हो जिवो। आसंतु आजिकार अनुचिंता घरे जदि पारा ये बास करे जानिबे शुभदायक घरे आपणकर पारा जदि रहे जानिबे शुभदायक बोली एतिकी कही मोर नीतिबाणी अनुचिंता को शेष करुच्ची। ये प्रणाम। जय जगन्नाथ।